ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ପୁରୁଷମାନଙ୍କର ଭ୍ରୁଲତା, ଆଉ ଏଇ ଅଧ୍ୟାୟରେ ଆମେ ଜାଣିବା ପୁରୁଷମାନଙ୍କର ଜିହା। ତ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ପୁରୁଷମାନଙ୍କର ଜିହା। ଯାହାଙ୍କର ଜିହା ଖୁବ୍ ଲାଲ ବର୍ଣ୍ଣ, ସେମାନେ ବିଦ୍ୱାନ ଭାବରେ ସବୁଠାରେ ପୂଜା ପାଆନ୍ତି। ସେମାନଙ୍କର ଧନର ଅଭାବ ନଥାଏ। ଆଗକୁ ଯିବା। ଯାହାଙ୍କର ଜିଭ ଓଠର ଚତୁଃପାର୍ଶ୍ୱରେ ଘୂରୁଥାଏ, ସେଭଳି ପୁରୁଷକୁ ଚରିତ୍ରହୀନ କାମୁକ ଭାବରେ ଜାଣିବ। ତ ଆଗକୁ ଯିବା। ଯାହାଙ୍କର ଜିଭ ବହୁତ ବଡ଼, ସେହି ପୁରୁଷମାନେ ଆନନ୍ଦପ୍ରିୟ, ଆନନ୍ଦରେ ସମୟ ଅତିବାହିତ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଶୟନ କାଳରେ ଜିଭରୁ ଲାଳ ବୁହାଉଥାନ୍ତି, ସେମାନେ ଖୁବ୍ ଲୋଭୀ, ପରର ଅହିତକାରୀ ଅଟନ୍ତି। ତ ବନ୍ଧୁ, ଆଜି ଆମେ ଜାଣିଲେ ଏହି ଅଧ୍ୟାୟରେ ପୁରୁଷମାନଙ୍କର ଜିହା। ଆଉ ପରବର୍ତ୍ତୀ ଭିଡ଼ିଓରେ ଆମେ ଜାଣିବା ପୁରୁଷର ଅଙ୍ଗୁଳି ଲକ୍ଷଣ। ତ ସେଇ ପର୍ଯ୍ୟନ୍ତ ରହୁଛି। ନମସ୍କାର।